ତ ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ନାରୀମାନଙ୍କର ନଖ, ଆଉ ଏଇ ଅଧ୍ୟାୟରେ ଆମେ ଜାଣିବା ସିନ୍ଥି ଲକ୍ଷଣ କହିବା। ଏଇ ଭିଡ଼ିଓରେ ଆମେ ଜାଣିବା ସିନ୍ଥି ଲକ୍ଷଣ କହିବା। ତ ଚାଲନ୍ତୁ ଡେରି ନକରି ଆଉ ଆରମ୍ଭ କରିବା। ଯାହାଙ୍କର ସିନ୍ଥି ଗୋଟି ସରଳ ରେଖାରେ ଦେଖାଯାଏ ଓ ମଥା ଉନ୍ନତ, ସେମାନେ ସୁଗୃହିଣୀ ଭାବରେ ସଂସାରରେ ଖ୍ୟାତି ଅର୍ଜନ କରନ୍ତି। ତ ଆଗକୁ ଯିବା। ଯାହାଙ୍କର ସିନ୍ଥିରେ ଗୋଟିଏ ଅଂଶରେ ସିନ୍ଦୁର ଲଗାନ୍ତି, ସେମାନେ ସଦାସର୍ବଦା କଳି ଗୋଳକୁ ଭଲ ପାଆନ୍ତି, ସଂସାରରେ ସମସ୍ତଙ୍କ ନିକଟରୁ ନିନ୍ଦା ପାଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ସିନ୍ଥି ଦକ୍ଷିଣ ପାର୍ଶ୍ୱରେ ଥାଏ, ସେମାନେ ସଦା କାମନାରେ ଆଶାୟିତ, ନିଜ ସ୍ୱାମୀକୁ ଭକ୍ତିର କରିବା ପଛ କଥା ସ୍ୱାମୀ ବୋଲି ପରିଚିତ ଦେବାକୁ ସେମାନେ କୁଣ୍ଠାବୋଧ କରିଥାନ୍ତି। ତ ବନ୍ଧୁ, ଆଜି ପାଇଁ ଏତିକି। ଆମେ ଆଜିର ଏହି ଅଧ୍ୟାୟରେ ଜାଣିଲେ ସିନ୍ଥି ଲକ୍ଷଣ କହିବା। ଆଉ ଆମେ ଆଗାମୀ ଭିଡ଼ିଓରେ ଜାଣିବା କର୍ଣ୍ଣ ଲକ୍ଷଣ କହିବା। ତ ସେହି ପର୍ଯ୍ୟନ୍ତ ସମସ୍ତଙ୍କୁ ନମସ୍କାର।